ନିଜେ ଭଲ ହେଲେ ଦୁନିଆ ଭଲ ହେବ। ଦୁଷ୍ଟ ପିଲାଟିଏ, କିଛି ବୁଝେନି କି କାହା କଥା ଶୁଣେନି। ସବୁବେଳେ ଖାଲି କାନ୍ଦେ। ପିଲାଟିକୁ ତା'ର ବାପା ମା ବୁଝେଇ ବୁଝେଇ ବେଦମ୍ ହୋଇଗଲେଣି। ସେହି ପିଲାଟିର ବାପା କୌଣସି ଏକ ଅଫିସରେ କାମ କରନ୍ତି। ଦିନେ ଅଫିସରେ ତାଙ୍କର କାମ ନ ସରିବାରୁ କିଛି ଫାଇଲ ପତ୍ର ନେଇ ଆସିଥାନ୍ତି ଘରେ ବାକିଆ କାମ କରିବେ ବୋଲି। ଠିକ୍ ବେଳରେ କାମ ଆରମ୍ଭ କରିଦେଲା ବେଳକୁ ପିଲାଟିର କାନ୍ଦ ଆରମ୍ଭ ହୋଇଗଲା। ମା ତେଣେ ରୋଷେଇ କାର୍ଯ୍ୟରେ ବ୍ୟସ୍ତ ଥିବାରୁ ବାପାଙ୍କ ପାଖରେ ପିଲାଟିକୁ ଛାଡ଼ିଦେଲେ ସମ୍ଭାଳି ନେବାକୁ। ବାପା ଏବେ କରିବେ କ'ଣ? ସେ ଫାଇଲ କାମ କରିବେ ନା ପିଲାକୁ ସମ୍ଭାଳିବେ? ସେ ମନରେ ନାନା କଥା ଚିନ୍ତା କରି ଶେଷରେ ଏକ ଉପାୟ ଠିକ୍ କଲେ। ପାଖରେ ଥିବା ଏକ କାର୍ଡ଼ବୋର୍ଡ଼ରେ ପୃଥିବୀ ମାନଚିତ୍ର ଅଙ୍କା ଯାଇଥିବା ଚିତ୍ରକୁ ଖଣ୍ଡ ଖଣ୍ଡ କରି କାଟି ପୁଅକୁ ଧରାଇଦେଲେ। ତା'ପରେ କହିଲେ, ଏହାକୁ ଠିକ୍ ଭାବରେ ସଜାଡ଼ି ଭାରତର ମାନଚିତ୍ରଟିକୁ ଦେଖାଇବା ପାଇଁ। ଏଥର ପିଲାଟି ଲାଗିଲା କାମରେ। ତା'ର କାନ୍ଦ ବି ଆପେ ଆପେ ବନ୍ଦ ହୋଇଗଲା। ସେ ଚିତ୍ରଖଣ୍ଡକୁ ସଜାଡ଼ିବା ପାଇଁ ବହୁତ ଚେଷ୍ଟା କରି ମଧ୍ୟ ପାରିଲା ନାହିଁ। କାରଣ ପୃଥିବୀର କେଉଁ ଅଂଶ କେଉଁଠି ରହିବ ତାକୁ ଜଣା ନଥିଲା। ସେ ବାପାଙ୍କୁ ପୁଣି ହଇରାଣ କଲା। ବାପା ଏଥର ଛବିର ପଛପାଖ ଓଲଟାଇ ପୁଅକୁ ଦେଖାଇଲେ ଏକ ମଣିଷ ଚିତ୍ରର ଅଂଶଗୁଡ଼ିକ। ପୁଅକୁ କହିଲେ, ଏବେ ମଣିଷର ଛବିଟିକୁ ଯୋଡ଼ିବାକୁ ଚେଷ୍ଟା କର। ପିଲାଟି ତତ୍କ୍ଷଣାତ୍ କାନ୍ଦଣା ବନ୍ଦ କରି ଏଥର ମଣିଷ ଛବିଟିକୁ ଯୋଡ଼ିବାରେ ଲାଗିଗଲା। ସେ ମଣିଷ ଛବି ସହିତ ଅତି ପରିଚିତ ଥିବାରୁ ଅତି ସହଜରେ ଚିତ୍ରଖଣ୍ଡ ସବୁକୁ ସଜାଡ଼ି ଦେଇ ମଣିଷର ପୂର୍ଣ୍ଣାଙ୍ଗ ଛବିଟିକୁ ଯୋଡ଼ିଦେଲା। ଏହା ଦେଖି ବାପା ଖୁସି ହୋଇ ପୁଅକୁ ସେହି ମଣିଷ ଛବିଟିକୁ ଓଲଟାଇ ସୁନ୍ଦର ପୃଥିବୀର ଛବିଟିକୁ ଦେଖାଇଲେ। ଏହା ଦେଖି ପିଲାଟିର ଖୁସି କହିଲେ ନ ସରେ। ସେ ମନେ ମନେ ଭାବିଲା, ସତରେ ଅତି କଷ୍ଟକର କାମଟି କେତେ ସହଜରେ ସେ କରିଦେଲା। ଏହାର କାରଣ ସେ ବାପାଙ୍କୁ ପଚାରି ବସିଲା। ଏବେ ବାପା ବୁଝାଇ ଦେବାକୁ ଯାଇ କହିଲେ, ତୋର ବୟସ କମ୍, କେଉଁ ଦେଶ କେଉଁଠି ଅଛି ତୁ ଜାଣିନାହୁଁ। ଅଧିକ ପାଠ ପଢ଼ିଲେ ତୁ ସବୁ ଜାଣିପାରିବୁ। ସେତେବେଳେ ଯାଇ ପୃଥିବୀକୁ ସଜାଡ଼ି ଦେବା ତୋତେ ସହଜ ଲାଗିବ। ତା'ପରେ ପୁନଶ୍ଚ ବାପା କହିଲେ, ଏହି ଛବି ଯୋଡ଼ିବା ପଛରେ ଏକ ଗୂଢ଼ ରହସ୍ୟ ବି ଅଛି। ତାହା ହେଲା, ମଣିଷ ଚିତ୍ରଟିକୁ ପିଲାଟିଏ ହେଲେ ବି ସଜାଡ଼ି ଦେଇପାରୁଛି, ମାତ୍ର ପୃଥିବୀକୁ ନୁହେଁ। ଠିକ୍ ସେହିପରି ପ୍ରତ୍ୟେକ ମଣିଷ ଯଦି ପରସ୍ପରକୁ ସଜାଡ଼ି ଦେବେ, ତେବେ ପୃଥିବୀର ସବୁ ମଣିଷ ଭଲ ହୋଇଯିବେ। ତା'ପରେ ଭଲ ମଣିଷମାନଙ୍କୁ ନେଇ ପୃଥିବୀ ମଧ୍ୟ ଭଲ ହୋଇଯିବ। ଭଲ ମଣିଷମାନଙ୍କ ଭିତରେ ସ୍ନେହ, ଶାନ୍ତି, ସଦ୍ଭାବ ବଜାୟ ରହିଲେ ପୃଥିବୀ ଦିନେ ସ୍ୱର୍ଗରେ ପରିଣତ ହୋଇପାରିବ। ସମସ୍ତେ ସୁଖ ଶାନ୍ତିରେ ବାସ କରିପାରିବେ। ଶେଷରେ ବାପା ପୁଅକୁ ଉପଦେଶ ଦେବାକୁ ଯାଇ କହିଲେ, ତୁ ଆଜିଠାରୁ ଦୁଷ୍ଟ ବୁଦ୍ଧି ଛାଡ଼ିବାକୁ ଚେଷ୍ଟା କର। ଦେଖିବୁ ସମସ୍ତେ ତୋତେ ଭଲ ପାଇବେ ଆଉ ତୋତେ ଖୁସି ବି ଲାଗିବ। ସତକୁ ସତ ପିଲାଟି ବାପାଙ୍କ କଥା ମାନି ଦୁଷ୍ଟବୁଦ୍ଧି ଛାଡ଼ିଦେଲା। ସମସ୍ତଙ୍କ କଥା ମାନି ଚଳିଲା। ଆଉ କାନ୍ଦିଲା ନାହିଁ। ଭଲ ପିଲା ହୋଇଗଲା। ଯଦି କାହାଣୀଟି ଭଲ ଲାଗିଥାଏ ତେବେ ଲାଇକ୍, ସେୟାର ଓ କମେଣ୍ଟ କରନ୍ତୁ। ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନିଅନ୍ତୁ। ଧନ୍ୟବାଦ।